ଓଡ଼ିଶା ୟୁଟ୍ୟୁବ ଚ୍ୟାନେଲରେ ମୁଁ ସନତ ସାହୁ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ଆପଣମାନଙ୍କୁ କହିବି ଗୋଟେ ବଜେଟରେ ନୂଆ ଯୋଜନା ସମ୍ବନ୍ଧରେ କହିବି। ଅର୍ଥାତ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 20 ତାରିଖରେ ଯେଉଁ ବଜେଟ୍ ଉପସ୍ଥାପନ କରିଥିଲେ, ଅର୍ଥାତ୍ ଆପଣମାନଙ୍କୁ 2026-27 ମସିହା ପାଇଁ ଯେଉଁ ଓଡ଼ିଶାର ଆର୍ଥିକ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥିଲେ, ସେ ବଜେଟରେ ଗୋଟେ ସ୍କିମ୍ ସମ୍ବନ୍ଧରେ ଗଭର୍ଣ୍ଣମେଣ୍ଟରେ କୁହାଯାଇଥିଲା। ସେ ହେଉଛି କନ୍ୟା ସୁମଙ୍ଗଳ ଯୋଜନା, ଅର୍ଥାତ୍ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ଯୋଜନାରେ ଆପଣମାନଙ୍କୁ ପାଖାପାଖି 1,01 ଟଙ୍କାର ସହାୟତା ରାଶି ଆପଣମାନେ ପାଇପାରିବେ। ତ ଏଇ ଯୋଜନା ସମ୍ବନ୍ଧରେ ଫୁଲ୍ ଡିଟେଲ୍ସ ଆମମାନେ ଜାଣିବା, କିନ୍ତୁ ଭିଡ଼ିଓ ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ଚ୍ୟାନେଲକୁ ନୂଆ ଆସିଥିଲେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିକି ବେଲ୍ ଆଇକନକୁ ଦବାନ୍ତୁ, କାହିଁକିନା ସବୁବେଳେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ନୂଆ ନୂଆ ଅପଡେଟ୍ ମୁଁ ନେଇକି ଆପଣମାନଙ୍କୁ ପ୍ରଥମେ ପହଞ୍ଚିଥାଏ। ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରିବା ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଯେଉଁଥିରେ କି ଗୋଟେ ଝିଅ ଏ ଯୋଜନାର ଲାଭବାନ ହେଇପାରିବ। ଅର୍ଥାତ୍ ଗୋଟେ ଯେତେବେଳେ ଆପଣଙ୍କ ପରିବାରରେ ବା ଆପଣଙ୍କର ଗୋଟେ ଝିଅ ଜନ୍ମ ହୁଏ, ତ ସେତେବେଳେ ସରକାର ଆପଣମାନଙ୍କୁ 20,000 ଟଙ୍କାର ସହାୟତା ରାଶି ବା ଜମା ରାଶି ଆପଣଙ୍କ ଝିଅ ନାମରେ ରଖିବେ। ଏବଂ ଯେତେବେଳେ କି ଗୋଟେ ଝିଅ ମନେ କରନ୍ତୁ ପ୍ରଥମ ଶ୍ରେଣୀ, ଷଷ୍ଠ କିମ୍ବା ନବମ ଶ୍ରେଣୀ ନାମ ଲେଖିବା ସମୟରେ ସେ ନିର୍ଦ୍ଧାରିତ ପରିମାଣର ଟଙ୍କା ଆପଣମାନଙ୍କୁ ମିଳିବ। ଆଉ ଏଇ ଯେଉଁ ପାଠ୍ୟକ୍ରମ ସ୍ନାତକ ବା ଡିପ୍ଲୋମା କୋର୍ସ କରିସାରିବା ବେଳକୁ ଏ 1,01 ଟଙ୍କାର ସହାୟତା ରାଶି ଆପଣଙ୍କ ଝିଅ ପାଇସାରିଥିବ। ମନେ ରଖନ୍ତୁ, ଗୋଟିଏ ପରିବାରରେ କେବଳ 2ଟି ଝିଅ ଏ ଯୋଜନାର ଲାଭବାନ ଉଠାଇ ପାରିବେ। ଏବଂ ଏହା ଆବେଦନ କରିବାର ପ୍ରଣାଳୀ ବା କୋଉମାନେ ଆବେଦନ କରିବେ? ଆବେଦନ କରିବା ପାଇଁ ଆପଣମାନଙ୍କୁ ପ୍ରଥମତଃ ଆପଣ ଜଣେ ବିଲୋ ଇନକମ୍ ଗ୍ରୁପ ରୁ ବିଲଙ୍ଗସ୍ କରୁଥିବା ଦରକାର। ଅର୍ଥାତ୍ ଆପଣମାନଙ୍କର ଯେଉଁ ଆୟ 3 ଲକ୍ଷ ଟଙ୍କାରୁ କମ୍ ହେଇଥିବା ଦରକାର ଏବଂ ଆପଣଙ୍କର ପରିବାର ରେସନ କାର୍ଡ ଭୋଗୀ ହେଇଥିବା ଦରକାର। ପରିବାରର ସରକାରୀ କିମ୍ବା ମାନ୍ୟତାପ୍ରାପ୍ତ ଯେଉଁ ଶିକ୍ଷାନୁଷ୍ଠାନରେ ଆପଣଙ୍କର ପିଲା ପାଠ ପଢ଼ୁଥିବା ଦରକାର। ଦେଲେ ଯାଇ ଆପଣମାନେ এই ଯୋଜନାର ଲାଭବାନ ଉଠାଇ ପାରିବେ। ଏବଂ ଯୋଜନାକୁ ପାଇବା ପାଇଁ ହେଲେ ଆପଣଙ୍କ ପାଖରେ ଯେମିତି ଏଜ୍ ୟୁଜୁଆଲ୍ ଆପଣମାନଙ୍କର ସବୁକିଛି ଡକୁମେଣ୍ଟ ଦରକାର, ଯେମିତିକି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଆପଣଙ୍କର ଇନକମ୍ ସାର୍ଟିଫିକେଟ୍, ଆପଣଙ୍କ ଇନକମ୍ ପ୍ରୁଫ୍ ଦେଖାଇବା ପାଇଁ, ଏବଂ ଆପଣଙ୍କର ଯେଉଁ ରେସିଡେନ୍ସ ସାର୍ଟିଫିକେଟ୍, ଆପଣଙ୍କର ବାସସ୍ଥାନର ପ୍ରମାଣପତ୍ର ଏବଂ ଜାତି ସାର୍ଟିଫିକେଟ୍, ଏସବୁ ଜିନିଷ ସବୁ କିଛି ଜିନିଷ ଡକୁମେଣ୍ଟ ଆପଣମାନଙ୍କ ପାଖରେ ରହିଥିବା ଦରକାର। ହଁ, ଆପଣମାନେ ମନେ ମନେ ଭାବୁଥିବେ ଯେ ମୁଁ କାହିଁକି କହୁନି କିଭଳି ଭାବରେ ଇଏ ଆବେଦନ କରାଯାଏ। ଇଏ ଆବେଦନ କରିବାର ସମ୍ପୂର୍ଣ୍ଣ ପ୍ରୋସିଡିଅର ଆପଣମାନଙ୍କୁ ବର୍ତ୍ତମାନ ସୁଦ୍ଧା କୁହାଯାଇ ନାହିଁ। ଇଏ କେବଳ ବଜେଟରେ ଉପସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯେତେବେଳେ ବି ଇଏ ଅନଲାଇନ୍ କିମ୍ବା ଅଫଲାଇନରେ ହେବ, ବେସିକାଲି ଇଏ ତ ଅନଲାଇନରେ ହିଁ ହେବ। ତ ଅନଲାଇନରେ କ'ଣ କେମିତି ଆପ୍ଲାଏ କରାଯିବ, କ'ଣ ତାର ୱେବସାଇଟ୍, ସବୁ କିଛି ଡିଟେଲ୍ସ ମୁଁ ଆପଣମାନଙ୍କୁ ଭିଡ଼ିଓରେ କହିବି। ଭିଡ଼ିଓକୁ ମାନେ କି ନେକ୍ସଟ ଭିଡ଼ିଓରେ କହିବି, ଯେତେବେଳେ ବି ଇଏ ଯୋଜନା ଫୁଲି ଡିକ୍ଲାର ହେବ, ସେତେବେଳେ ମୁଁ ଏ ଯୋଜନା ସମ୍ବନ୍ଧରେ କହିବି। ତେଣୁକରି ଜମା ବି ଆପଣମାନେ ୱରି ହୁଅନ୍ତୁ ନାହିଁ। ମୁଁ ଆପଣମାନଙ୍କୁ କେଉଁ ସ୍କିମ୍ରେ ଆପଣମାନେ କେଉଁ ୱେବସାଇଟ୍ ବା କେଉଁ ପୋର୍ଟାଲରେ ଆପଣମାନେ ଆପ୍ଲାଏ କରିବେ, କ'ଣ କେମିତି ଆପ୍ଲାଏ କରିବେ, ଷ୍ଟେପ୍ ବାଇ ଷ୍ଟେପ୍ ଆପଣମାନଙ୍କୁ ଦେଖାଇଦେବି। କିନ୍ତୁ ସେତେ ପର୍ଯ୍ୟନ୍ତ ମୋ ଭିଡ଼ିଓକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିକି ଚ୍ୟାନେଲକୁ ରଖିଥାନ୍ତୁ। ଯେତେବେଳେ ମୁଁ ନୂଆ ଭିଡ଼ିଓ ଛାଡ଼ିବି ଆପଣଙ୍କ ପାଖରେ ନିଶ୍ଚିତ ଭାବରେ ପହଞ୍ଚି ପାରିବ। ଆମ ଚ୍ୟାନେଲର ମୂଳ ଲକ୍ଷ୍ୟ ଆପଣମାନଙ୍କୁ ସବୁବେଳେ କହି ରଖିଛି, ଆପଣମାନେ ଜାଣିଥିବେ, ଯେମିତିକି ମୁଁ ସବୁବେଳେ ଗଭର୍ଣ୍ଣମେଣ୍ଟର ସ୍କିମ୍ ସମ୍ବନ୍ଧରେ ଆପଣମାନଙ୍କୁ ଆପଣମାନଙ୍କ ସମ୍ମୁଖରେ ଗଭର୍ଣ୍ଣମେଣ୍ଟର ସ୍କିମ୍କୁ ନେଇକି ଆସିଥାଏ। ତେଣୁକରି ଭିଡ଼ିଓକୁ ନିଶ୍ଚିତ ଭାବରେ ଲାଇକ୍ ସେୟାର ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର, ଜୟ ଶ୍ରୀରାମ।